ନମସ୍କାର ଦର୍ଶକ ବନ୍ଧୁ, ଆଜି ସନ୍ଧ୍ୟାର 20ଟି ମୁଖ୍ୟ ଖବର ଉପରେ ନଜର ପକାଇବା। ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ଏହିସବୁ ପ୍ରସ୍ତାବ ଉପରେ ବାଜିପାରେ ମୋହର। ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନଠାରେ ଗୁରୁବାର ସନ୍ଧ୍ୟା 6:30ରେ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଟମାଟୋ ମାଡ଼। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାଠାରେ ଆୟୋଜିତ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ଼ ହୋଇଛି। ଟମାଟୋ ମାଡ଼ କରିଥିବା ବ୍ୟକ୍ତି ଜଣକ କଂଗ୍ରେସର ଜଣେ କର୍ମୀ ବୋଲି କୁହାଯାଇଛି। ସମ୍ପୃକ୍ତ ଯୁବକଙ୍କ ଘର ବେଲଗୁଣ୍ଠା ବ୍ଲକରେ ବୋଲି ଜଣାପଡ଼ିଛି। ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ଅପମାନ ସୂଚକ ମନ୍ତବ୍ୟ ଦେଇ ଫସିଲେ ରାହୁଲ ଗାନ୍ଧୀ। ବିଭିନ୍ନ ମହଲରୁ ପ୍ରଶ୍ନ ଓ ନିନ୍ଦା। ଅଶ୍ୱିନୀଙ୍କୁ ରାଜ୍ୟସଭା ପଠାଇବେ ନବୀନଙ୍କ ଉଦ୍ଦେଶ୍ୟ ଭଲ ନୁହେଁ କହିଲେ ଶ୍ରୀକାନ୍ତ ଜେନା। ଓଡ଼ିଶାର ଦ୍ୱିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚନ ହୋଇଛନ୍ତି। ଦିଲ୍ଲୀରେ ବିଜେଡି ଓ ବିଜେପି ମଧ୍ୟରେ ଥିବା ଭିତିର ସମ୍ପର୍କ ପାଇଁ ରାଜ୍ୟର ବିରୋଧୀ ବିଜେପି ପାଖରେ ଆବଶ୍ୟକ ବିଧାୟକ ସଂଖ୍ୟା ନଥିଲେ ମଧ୍ୟ ଅଶ୍ୱିନୀ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ବୋଲି କୁହାଯାଏ। ନବରଙ୍ଗପୁର ସଭାରେ ଗର୍ଜିଲେ ରାଜନାଥ। ଓଡ଼ିଶାରେ ଦରକାର ଡବଲ ଇଞ୍ଜିନ ସରକାର। ଦଶମ ପାସ୍ଙ୍କ ପାଇଁ ପୋଷ୍ଟ ଅଫିସରେ ବଡ଼ ବମ୍ଫର ନିଯୁକ୍ତି। ଜଲ୍ଦି କରନ୍ତୁ ଆବେଦନ। ଯୁବକ ଯୁବତୀଙ୍କ ପାଇଁ ବଡ଼ ଖବର। ସରକାରୀ ଚାକିରି ଖୋଜୁଥିବା ପିଲାଙ୍କ ପାଇଁ ଖୁସି ଖବର। ଡାକ ବିଭାଗରେ ବାହାରିଲା ବମ୍ପର ନିଯୁକ୍ତି। ଭାରତୀୟ ଛାତ୍ରୀଙ୍କୁ ହତ୍ୟା ମାମଲା। ଅଭିଯୁକ୍ତ ଆମେରିକା ପୋଲିସଙ୍କ ବିରୁଦ୍ଧରେ ମିଳିଲାନି ପ୍ରମାଣ। ବହୁଚର୍ଚ୍ଚିତ ଜାହ୍ନବୀ କଣ୍ଡୁଲା ମୃତ୍ୟୁ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଅଦାଲତ। ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ସମ୍ପୃକ୍ତ ପୋଲିସ କର୍ମଚାରୀ ବିରୁଦ୍ଧରେ ଅପରାଧୀ ମାମଲା ରୁଜୁ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଦୀର୍ଘ 1 ବର୍ଷର ନ୍ୟାୟିକ ଲଢ଼େଇ ମଧ୍ୟରେ ଏପରି ରାୟ ଶୁଣାଯାଇଛି। ଚାଷୀଙ୍କ ପାଇଁ ଖୁସି ଖବର। ଦେଶର ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଆରମ୍ଭ କରିଛନ୍ତି ପିଏମ୍ କିଷାନ ଯୋଜନା। ଏହି ଯୋଜନା ଅଧୀନରେ ସବୁ ଚାଷୀ ଭାଇ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ କିସ୍ତି ମାଧ୍ୟମରେ ଟଙ୍କା ଦିଆଯିବ। ଗତ ଥର ସରକାର ଏହି ଯୋଜନାରେ ଅନ୍ତର୍ଭୁକ୍ତ କର୍ମଚାରୀମାନଙ୍କୁ 15ତମ କିସ୍ତି ପ୍ରଦାନ କରିଛନ୍ତି। ଗୁଜରାଟ ଟାଇଟାନ୍ସକୁ ବଡ଼ ଝଟକା। IPL 2024ରୁ ବାଦ୍ ପଡ଼ିଲେ ମହମ୍ମଦ ସାମି। IPL 2024 ଆରମ୍ଭ ହେବାକୁ ପ୍ରାୟ 1 ମାସ ବାକି ଅଛି। ଏହା ପୂର୍ବରୁ 2022ର ଚାମ୍ପିୟନ ଦଳ ଏବଂ 2023 ରନର-ଅପ୍ ଗୁଜରାଟ ଟାଇଟାନ୍ସକୁ ଏକ ବଡ଼ ଝଟକା ଲାଗିଛି। PTI ରିପୋର୍ଟ ଅନୁଯାୟୀ ବାମ ଗୋଡ଼ରେ ଆଘାତ ଲାଗିଥିବାରୁ ସାମି IPL 2024 ସିଜିନ୍ରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିଛନ୍ତି। ଆଗକୁ ସେ ବ୍ରିଟେନରେ ଅସ୍ତ୍ରୋପଚାର କରିବେ। ଗିରଫ ହୋଇଥାନ୍ତେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ। ଭୟରେ କଂଗ୍ରେସ ଅଫିସରେ ଟଳିଲା ସାରା ରାତି। ଗିରଫ ହୋଇଥାନ୍ତେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ। କଂଗ୍ରେସ କାର୍ଯ୍ୟାଳୟରେ କଟିଲା ସାରା ରାତି। ପଲଙ୍କ ବଦଳରେ ଚଟାଣରେ ଶୋଇଲେ ନେତ୍ରୀ। କଂଗ୍ରେସ କାର୍ଯ୍ୟାଳୟରେ ଗଦି ପକାଇ ଶୋଇଥିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ଭଉଣୀ US ଶର୍ମିଲା ରେଡ୍ଡି। ବିଜେପିରୁ ଇସ୍ତଫା ଦେଲେ ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ। ବିଜେପି ଦଳରୁ ଇସ୍ତଫା ଦେଲେ ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ। ବିଜେପି ରାଜ୍ୟ ସଭାପତି ମନମୋହନ ସାମନ୍ତଙ୍କୁ ସେ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ସେ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି। 4ରୁ 5 ଦିନ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା। ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି। ଆଜିଠୁ 4ରୁ 5 ଦିନ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଆଜି ଉତ୍ତର ଓ ଉପକୂଳ ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ହୋଇପାରେ। 23 ଓ 24 ତାରିଖରେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଏବଂ 25 ଓ 26 ତାରିଖରେ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବେଲଗୁଣ୍ଠାରେ 5T ଅଧ୍ୟକ୍ଷଙ୍କ ଉଦ୍ବୋଧନ। କହିଲେ ମୋତେ କେହି ବି ଅଟକାଇ ପାରିବେ ନାହିଁ। ଗୁଳି ମାରିଲେ ବି ଲୋକଙ୍କ ପାଖକୁ ମୁଁ ଯିବି। ଦାନ୍ତ ଦେଖାଇବାକୁ ଯାଇଥିଲେ ଯୁବତୀ। ଭଲ ଦେଖାଯାଉଛି କହି ଓଠକୁ କାମୁଡ଼ି ଦେଲେ ଡାକ୍ତର। ହାଇଦ୍ରାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ମେଡିକାଲରୁ
ଚେକଅପ୍ ପାଇଁ ଆସିଥିବା ଯୁବତୀଙ୍କ ଓଠକୁ ଦାନ୍ତ ଚିକିତ୍ସକ କାମୁଡ଼ି ଦେଇଛନ୍ତି। ମହିଳା ଜଣକ ପ୍ରତିଦିନ ଏହି ଡେନିଷ୍ଟଙ୍କ ପାଖକୁ ଚେକଅପ୍ କରିବାକୁ ଆସୁଥିଲେ। ଅଭିଯୋଗ କରିବାକୁ ଡାକ୍ତର ଜଣକ ଥଟ୍ଟା କରି କହିଛନ୍ତି, ଏବେ ଆହୁରି ସୁନ୍ଦର ଲାଗୁଛନ୍ତି। ଆଇଟି ହବ୍ ଭୁବନେଶ୍ୱର ଆଜି ଆକ୍ସେଞ୍ଜର ଅଫିସ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ଟ୍ରାଫିକରେ ଅଟକିବେ ଭିଆଇପି, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି। ରାଜସ୍ଥାନର ରାଜଧାନୀ ଜୟପୁରର ଟ୍ରାଫିକରେ ଭିଆଇପିଙ୍କ ଆଗମନ ଯୋଗୁଁ ବର୍ତ୍ତମାନ ସାଧାରଣ ଲୋକ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ବାସ୍ତବରେ ସାଧାରଣ ଲୋକଙ୍କୁ ଧ୍ୟାନରେ ରଖି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭିଜିଲାନ୍ସ ଶର୍ମା କୌଣସି ଭିଆଇପି ଆସିବା ପୂର୍ବରୁ ରାସ୍ତା ବନ୍ଦ କରିବାର ସଂସ୍କୃତିକୁ ଶେଷ କରିଦେଇଛନ୍ତି। କଣ୍ଡୋମ ପ୍ୟାକେଟରେ ଦଳୀୟ ଚିହ୍ନ, ଏ କି ନିର୍ବାଚନ ପ୍ରଚାର? କଣ୍ଡୋମ ପ୍ୟାକେଟରେ ବାଣ୍ଟିଲେ ଦଳୀୟ ମନ୍ତ୍ରୀ। ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଏବେ କଣ୍ଡୋମ ପ୍ୟାକେଟକୁ ନେଇ ଚାଲିଛି ରାଜନୀତି। ଆନ୍ଧ୍ରପ୍ରଦେଶର ବିକାଶରେ କଣ୍ଡୋମର ବିଶେଷ ଭୂମିକା ରହିଛି ବୋଲି ଭିନ୍ନ ରାଜନୈତିକ ଦଳ ପ୍ରଚାର କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ କଣ୍ଡୋମ ପ୍ରଚାର ପ୍ରଧାନ ପାଲଟିଛି। ଫୋନରେ ପାଣି ପଶିବା ପରେ ଚାଉଳରେ ରଖୁଥିଲେ ହୁଅନ୍ତୁ ସାବଧାନ, ଏହା ପଛର କାରଣ କହିଲା ଆପଲ୍। ଅଧିକାଂଶ ଲୋକଙ୍କର ଅଭ୍ୟାସ ଥାଏ ଥରେ ଅନ୍ୟର ଜିନିଷକୁ ଅନୁସରଣ କରିବା କିମ୍ବା ପରୀକ୍ଷା ନିରୀକ୍ଷା କରିବା। ଏମିତି ଏକ ଉପାୟ ହେଉଛି ଫୋନ୍ ଓଦା ହେଲେ ଲୋକ ଏହାକୁ ଚାଉଳରେ ଶୁଖାଇବା ପାଇଁ ରଖନ୍ତି। ଏବେ ବେଳେବେଳେ ଏପରି କରିବା ପରେ କିଛି ଲୋକଙ୍କ ଫୋନ୍ ମଧ୍ୟ ଅନ୍ ହୋଇଯାଏ, କିନ୍ତୁ କିଛି ଲୋକଙ୍କ ଫୋନ୍ ଠିକ୍ ହୁଏ ନାହିଁ। ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ 30ଟି ଠିକଣା ଉପରେ ସିବିଆଇ ରେଡ୍। ସତ୍ୟପାଲ ମଲ୍ଲିକ କହିଲେ, ମୁଁ ଚାଷୀର ପୁଅ, ଡରିବିନି। ନିଜ ବାପା ନିଜ ଝିଅକୁ ବାରମ୍ବାର ବଳାତ୍କାର ପରେ ନାବାଳିକା ଝିଅର ଆତ୍ମହତ୍ୟା। ଝିଅର ମା ଆଣିଲା ସଙ୍ଗୀନ ଅଭିଯୋଗ। କୋଣାର୍କ ଥାନା ଅନ୍ତର୍ଗତ ଶିମିଳି ପଞ୍ଚାୟତ ମାଠିଆପଡ଼ା ଗାଁର ଏକ ଲଜ୍ଜାଜନକ ଘଟଣା ପଦାକୁ ଆସିଛି। ବାପା ନିଜର ଝିଅ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରିବା ପରେ ଝିଅ ଲଜ୍ଜା ସହି ନପାରି ଆତ୍ମହତ୍ୟା କରିଛି। ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଝିଅର ମା ବିନତୀ ମହାନ୍ତି। ଦିନ ହେବ ବାପା ମଳୟରଞ୍ଜନ ମହାନ୍ତି ତାଙ୍କ ବଡ଼ ଝିଅକୁ ବଳାତ୍କାର କରୁଥିଲେ। ଚାକିରିରୁ ବାହାର କରିଦେଲେ ମାଲିକ, ଘରେ ପଶି କାର୍ ବାଇକ୍ ଜାଳିଥିଲେ ଡ୍ରାଇଭର। ଚାକିରିରୁ ବାହାର କରିଦେଲା ପରେ ମାଲିକ ରାଗିଯାଇ ଡ୍ରାଇଭର ଘରେ ପଶି କାର୍ ସହ ବାଇକ୍ ଜଳାଇଦେଲା। ନିଆଁ ଲାଗିବା ପରେ ବାଇକ୍ ଓ କାର୍ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଏପରି ଏକ ଘଟଣା ଆଉ କେଉଁ ଅଞ୍ଚଳରୁ ନୁହେଁ ବରଂ ଘଟିଛି ଖୋଦ୍ ରାଜଧାନୀରେ। ବ୍ୟକ୍ତିଙ୍କ ଏପରି କାରନାମା ସମସ୍ତଙ୍କୁ ଚକିତ କରିଛି। ଡ୍ରାଇଭର ଜଣକ ଯେଉଁ ଉଦ୍ଦେଶ୍ୟରେ ଏପରି କାଣ୍ଡ ଘଟାଇଛି ତାହା ଜଣାପଡ଼ିନାହିଁ। ଭଉଣୀକୁ କପି ଯୋଗାଇବା ପାଇଁ ଭାଇ ସାଜିଲେ ନକଲି ପୋଲିସ। ଭୁଲ ଢଙ୍ଗରେ ସାଲ୍ୟୁଟ୍ ମାରିବା ପଡ଼ିଲା ମହଙ୍ଗା। ମହାରାଷ୍ଟ୍ରର ଅକୋଲାରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା। ଏଠାରେ ଦ୍ୱାଦଶ ପରୀକ୍ଷାରେ ଭଉଣୀକୁ କପି ଯୋଗାଇବା ପାଇଁ ଜଣେ ଯୁବକ ନକଲି ପୋଲିସ କର୍ମୀ ସାଜିଥିଲେ। ପରୀକ୍ଷା କେନ୍ଦ୍ରରେ ଯେତେବେଳେ ସେ ଅଧିକାରୀମାନଙ୍କୁ ସାଲ୍ୟୁଟ୍ ମାରିଲେ ତ ତାଙ୍କ ସାଲ୍ୟୁଟ୍ ମାରିବାର ଶୈଳୀରୁ ସେ ଧରାପଡ଼ିଗଲେ। ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମୃତ ବ୍ୟକ୍ତିଙ୍କୁ ଚିକିତ୍ସା କରି ଲୁଟିନେଲେ ମୋଟାଙ୍କର ଟଙ୍କା, ବାନ୍ଧିଲା ପୋଲିସ। ଉତ୍ତରପ୍ରଦେଶର ଗୋରଖପୁରରେ ଥିବା ଏକ ହସ୍ପିଟାଲରେ କିଛି ମାଫିଆ ଗ୍ୟାଙ୍ଗକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏହି ହସ୍ପିଟାଲର ମୃତ ରୋଗୀଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା। ବରଂ କିଛି ଚିକିତ୍ସା କରାଯିବା ପରେ ରୋଗୀଙ୍କ ସମ୍ପର୍କୀୟମାନଙ୍କୁ ଏକ ଲମ୍ବା ଚିଠା ପ୍ରଦାନ କରାଯାଉଥିଲା। ଏହି ଘଟଣାରେ ପୋଲିସ 8 ଜଣଙ୍କୁ ଗିରଫ କରିବା ସହ ହସ୍ପିଟାଲକୁ ସିଲ୍ କରିଛି। ଚାଷ ଜମି ଖୋଳିବା ବେଳେ ହେଲା ଅଜବ ଶବ୍ଦ, ପ୍ରତ୍ନତତ୍ତ୍ୱ ବିଭାଗର ଖନନ ପରେ ବାହାରିଲା। ଉତ୍ତରପ୍ରଦେଶର ବାଗପତସ୍ଥିତ ଯମୁନା ନଦୀରୁ ମାତ୍ର 8 କିଲୋମିଟର ଦୂରରେ ଅବସ୍ଥିତ ସିନୈଲି ଗ୍ରାମ। ଏହି ଗ୍ରାମରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ପକ୍ଷରୁ ଏକ ଚାଷ ଜମିରେ ଖନନ କରାଯାଇଛି। ଗାଁର ଚାଷୀ ପ୍ରଭାସ ଶର୍ମା ନିଜ ଜମିରେ ଚାଷ କରିବାକୁ ଖୋଳିଥିବା ବେଳେ ମାଟି ତଳେ କିଛି ଅଜବ ଶବ୍ଦ
ହେଉଥିବା ଶୁଣାଯାଇଛି। କେବେ ଆସିବ 16ତମ କିସ୍ତି? ଆସିଲା ତାରିଖ। ଏହି ଦିନ କୃଷକଙ୍କ ଖାତାକୁ ଆସିବ 2000 ଟଙ୍କା। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଜଡ଼ିତ କୃଷକଙ୍କ ପାଇଁ ଖୁସି ଖବର। ଚଳିତ ମାସରେ 16ତମ କିସ୍ତି ଆକାଉଣ୍ଟକୁ ଆସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ଶେଷ ସପ୍ତାହରେ 2000 ଟଙ୍କା କୃଷକଙ୍କ ଖାତାକୁ ଟ୍ରାନ୍ସଫର କରିବେ। ପିଏମ୍ କିଷାନର ଆଧିକାରିକ ୱେବସାଇଟ୍ ଅନୁଯାୟୀ 28 ଫେବୃଆରୀ 2024ରେ 16ତମ କିସ୍ତି ଜାରି କରାଯାଇଛି। ଏହିଭଳି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।